কর্ম কর ফল চিন্তা করনি। ভগবত গীতা কহে কর্ম করিবা হি মଣିষর প্রকৃত ধর্ম। ফলর চিন্তা কলে মনরে ভয় ও চিন্তা বঢ়ি যায়। নিষ্ঠার সহ করা যাইଥିବା ପରିଶ୍ରମ କେବେ ବ୍ୟର୍ଥ ଯାଏ ନାହିଁ। ସଫଳତା ସଠିକ୍ ସମୟରେ ନିଶ୍ଚିତ ମିଳିଥାଏ। ଧୈର୍ଯ୍ୟ ଓ ପରିଶ୍ରମ ହେଉଛି ବିଜୟର ପ୍ରଥମ ପଦକ୍ଷେପ। ନିଜର କର୍ତ୍ତବ୍ୟକୁ ସବୁବେଳେ ସତ୍ୟତାର ସହ ଓ ନିଷ୍ଠାର ସହ ପାଳନ କରନ୍ତୁ। ଫଳ ନୁହେଁ, ନିଜ କାମର ଗୁଣ ଉପରେ ଧ୍ୟାନ ଦିଅନ୍ତୁ। ଯେ କର୍ମକୁ ପୂଜା ଭାବେ ଦେଖେ, ସଫଳତା ତାଙ୍କ ପଛେ ପଛେ ଆସେ। ଜନ୍ମ ଅନ୍ୟଠୁ ମିଳିଲା, ନାମ ଅନ୍ୟ କିଏ ଦେଲେ। ଶିକ୍ଷା ଅନ୍ୟଠୁ ମିଳିଲା, ରୋଜଗାର ଅନ୍ୟଠୁ ମିଳେ। ସମ୍ମାନ ଅନ୍ୟଠୁ ମିଳେ। ପ୍ରଥମ ଆଉ ଶେଷ ଆହାର ଅନ୍ୟ କିଏ ଖୁଆଏ। ଶ୍ମଶାନ ଅନ୍ୟମାନେ ନେଇକି ଯାଆନ୍ତି। ମଲା ପରେ ସମ୍ପତ୍ତି ଅନ୍ୟମାନେ ବାଣ୍ଟି ନିଅନ୍ତି। ଏବଂ ଆପଣ କୁହନ୍ତୁ, ଆପଣଙ୍କର କ'ଣ? ଆପଣଙ୍କର କହିଲେ କିଛି ବି ନୁହେଁ। ପୁଣି ଅହଙ୍କାର କେଉଁ କଥାକୁ ନେଇ କରୁଛନ୍ତି? ଯଦି କିଏ ଆପଣଙ୍କୁ କହିବେ, ତୁ ସବୁବେଳେ ଫୋନରେ ଲାଗି ରହୁଛୁ, ଆପଣ ଜବାବ ଦେବେ, କମ୍ ସେ କମ୍ ଲୋକଙ୍କ ପଛରେ ପରଚର୍ଚ୍ଚା ନିନ୍ଦା ତ କରୁନି। ଯଦି କିଏ ଆପଣଙ୍କୁ କହିବେ, ତୁ ବହୁତ ଶାନ୍ତ ରହୁଛୁ, ଜବାବରେ ଆପଣ କହିବେ, ଶାନ୍ତ ଲୋକ ହିଁ ବଡ଼ ଧମାକା କରନ୍ତି। ଯଦି କିଏ ଆପଣଙ୍କୁ କହିବେ, ତୁ ଏକୁଟିଆ ହୋଇଯିବୁ, ଜବାବରେ ଆପଣ କହିବେ, ଏକୁଟିଆ ଚାଲିବା ମୁଁ ଶିଖି ସାରିଛି। ଯଦି କିଏ ଆପଣଙ୍କୁ କହିବେ, ତୋର ସାଙ୍ଗ ବହୁତ କମ୍ ଅଛନ୍ତି, ଜବାବରେ ଆପଣ କହିବେ, ସେମାନେ ସଚୋଟ, ସେଥିପାଇଁ କମ୍ ଅଛନ୍ତି। ଯଦି କିଏ ଆପଣଙ୍କୁ କହିବେ, ଏଇଟା ତୋ ଦ୍ୱାରା ହେବନି, ତୋ ବସ୍ର କଥା ନୁହେଁ, ଜବାବରେ କହିବେ ଆପଣ, ବସ୍ର କଥା ନୁହେଁ, ଇତିହାସ ରଚିବାର କଥା ଚାଲିଛି। ଆନନ୍ଦ ଆନନ୍ଦ ଦୁଇ ପ୍ରକାରର, ଅଖଣ୍ଡ ଆନନ୍ଦ ନିଜାନନ୍ଦ ଓ ଅନନ୍ତ ଆନନ୍ଦ ପରମାନନ୍ଦ। ମୁକ୍ତିର ଆନନ୍ଦ ଅଖଣ୍ଡ ଆନନ୍ଦ ଏବଂ ପ୍ରେମର ଆନନ୍ଦ ଅନନ୍ତ ଆନନ୍ଦ। ଅଖଣ୍ଡ ଆନନ୍ଦ ସମ, ଶାନ୍ତ ଓ ଏକ ରସ ରହେ ଏବଂ ଅନନ୍ତ ଆନନ୍ଦ ପ୍ରତିକ୍ଷଣ ବର୍ଦ୍ଧମାନ ହୋଇଥାଏ। ତେଣୁ ପ୍ରେମର ଆନନ୍ଦ ମୁକ୍ତିର ଆନନ୍ଦ ଠାରୁ ଅତ୍ୟନ୍ତ ବିଲକ୍ଷଣ। ମୁକ୍ତିରେ ତ କେବଳ ସାଂସାରିକ ଦୁଃଖର ପରିସମାପ୍ତି ଘଟେ ଏବଂ ସ୍ୱୟଂ ଯଥାବତ୍ ରହିଯାଏ। କିନ୍ତୁ ପ୍ରେମରେ ସ୍ୱୟଂ ତାର ଅଂଶୀ ପରମାତ୍ମାଙ୍କ ଆଡ଼କୁ ଆକର୍ଷିତ ହୁଏ। ଜୟ ଶ୍ରୀ ଜଗନ୍ନାଥ।